ओम जय श्री सीताराम। आद्यकांड वाल्मीकि रामायण 32ଟି ଯଜ୍ଞ ପାଇଁ ତାଲିକା ଓ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସମସ୍ତ ମନୁଷ୍ୟଙ୍କୁ ନିମନ୍ତ୍ରଣ। ସ୍ୱର୍ଗ ବିଶ୍ୱକର୍ମା ଯତନ କରି ସମସ୍ତଙ୍କ ଲାଗି ପୁରଥିରେ ଭିଆଇନୁ। ଯଜ୍ଞ ମଣ୍ଡପ ମହିମା କଲନାନ ଯାଏ। ତିନି ପୁରୁଷ ଭାସତେ ରୁଣ୍ଡ ହୋଇଥାଏ। ସେଇ ଯଜ୍ଞ କୁଣ୍ଡ ଚାଏ ପାରୁ ସେ ମିଳିନ। ଯଜ୍ଞ କର୍ମ ଆରମ୍ଭ କରିଲେ ଋଷିଗଣ। କୌଶଲ୍ୟା ରାଣୀ ସହ ରାଜା ଦଶରଥ ବସିଲେ କସି ହରିଙ୍କ ପାଦେ ଚିତ୍ତ। ବେଦ ମନ୍ତ୍ର ଉଚ୍ଚାରିଣ ସର୍ବ ଋଷିଗଣ। ବ୍ରହ୍ମ ଅଗ୍ନି ଉତ୍ପନ୍ନ କରିଲେ ଶୂନ୍ୟେନ। ସେହି ଅଗ୍ନିଙ୍କୁ ସ୍ଥାପନ କରେ କୁଣ୍ଡେ ନେଇ। ବଶିଷ୍ଠ ଆହୁତି ଦେଲେ ପ୍ରଥମରେ ତହିଁ। ସ୍ୱାହା ବୋଲି ଯେ ବଳରେ ସର୍ବ ଋଷିଗଣ। ଉଚ୍ଚାରିଲେ ଗହ ଗହ ହେଲା ତ୍ରିଭୁବନ। ଲକ୍ଷ ଲକ୍ଷ ନରପତି ଦେବତା ସହିତ ଦେଖୁଥାନ୍ତି ଆନନ୍ଦ ଏ ଯଜ୍ଞ ହୋଇ ତୃପ୍ତ। ତାମ୍ବୁର ଜବଭୂତ ଯେ ପାତରେ ଢାଳିନ। ଋଷି ଶୃଙ୍ଗଙ୍କୁ ଜ୍ୟୋତି ସବୁ ଧରିଲେ ହସ୍ତେନ। ଯେବେଳେ ଆହୁତି ଦେଲେ ମନ୍ତ୍ରପାଠ କରି। ଅଗ୍ନି ତେଜ ବିକଶିଲା ଗଗନ ବିସ୍ତାରେ। ପବିତ୍ର ମନରେ ରାଜା ରାଣୀ ବସିଥାନ୍ତି। ଉଭୟଙ୍କ ପାଦରେ ସଦା ଧ୍ୟାନ ରଖିଥାନ୍ତି। ଯେବେଳେ ଅଗ୍ନିର ଶିଖା ବିକଶି ଉଠିଲା। ଆକାଶରେ ଦିବ୍ୟ ଜ୍ୟୋତି ତତ୍କ୍ଷଣ ଦିଶିଲା। ଚାହିଁଦେଲେ ରାଜା ରାଣୀ ଆନନ୍ଦ ମନରେ। ସ୍ୱୟଂ ଚତୁର୍ଭୁଜ ମୂର୍ତ୍ତି ଦେଖିଲେ ନେତ୍ରରେ। ତହୁଁ ବଶିଷ୍ଠ ସହିତ ସର୍ବ ମୁନିଗଣ। ନାରାୟଣ ନାରାୟଣ ସରିଲେ କୁଣ୍ଡେନ। ପବିତ୍ର ଭାବରେ ଯଜ୍ଞ ହେଲା ସମାପନ। ପୂର୍ଣ୍ଣାହୁତି ଦେଲେ ବିଧି ବିଧାନ ଭାବେନ। ଯଜ୍ଞ ଶେଷେ ଚଳୁ ନେଇ ଋଷି ଶୃଙ୍ଗଙ୍କ ବୋଇଲେ ତୁମ୍ଭର ପ୍ରିୟା ରମଣୀମାନଙ୍କୁ। ଭାଗ କରି ସମଭାବରେ ଦେହଇ ଚଳକୁ। ଶୁଣି ନରପତି ସୁଚିତ୍ତରେ ଜ୍ଞାନୀ ଗଲେ। ଚାରି ଭାଗ କରି ଚଳୁ ରାଣୀଙ୍କୁ ଦେଲେ। ପ୍ରଥମରେ ଦେଲେ ନେଇ କୌଶଲ୍ୟା କୋଳ। ତାପରେ କୈକେୟୀ କରିଦେଲେ ନରବର। ଆଉ ତିନି ଭାଗ ନେଇ ଅଯୋଧ୍ୟାରାୟଣ। ସ୍ୱାମୀ ତାଙ୍କୁ କରିଦେଲେ ହୋଇ ହର୍ଷ ମନ। ଏନେ ରାଣୀ ଯଜ୍ଞ ଚଳୁ ଆନନ୍ଦେ ଭଞ୍ଜିଲେ। 32ଟି ଯଜ୍ଞ ଯେ ସମାପନ ହେଲା ଭଳି। ଅପାର ଦାନ ଦକ୍ଷିଣା ସହ ଋଷିଗଣ। ବିଦାୟ ହୋଇଲେ ସର୍ବେ ହର୍ଷ ମଣିର। ନରପତିଗଣ ଯେଝା ରାଜ୍ୟକୁ ଚଳିଲେ। ଦେବଲୋକ ନାଗଲୋକ ଗଣ ଚଳିଗଲେ। ତାପରେ ଦଶରଥ ସହ୍ୟ କରି ରୋମପାଳ ରାଜ୍ୟ ଋଷି ଶୃଙ୍ଗ ସଙ୍ଗୀ ଧରି। ବିବିଧଯାନ ଯୌତୁକ କନ୍ୟା ଗୁରେଇନ। ସାରି ଆସିଲେ ପୁରରେ ଆନନ୍ଦ ହୋଇନ। 32ଟି ଯଜ୍ଞ ସାରି ହେଲା ସମାପନ। ଅଧମ କ୍ଷେତ୍ର ମୋହନ କରଇ ଲୋଚନ। ଓମ୍ ଜୟ ଶ୍ରୀ